ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ଦେଉଛନ୍ତି 20 ଲକ୍ଷ ଟଙ୍କା ଲୋନ୍। ଜାଣନ୍ତୁ କିପରି କରିବେ ଆବେଦନ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଦେଖିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଭାରତର ସରକାର ଦେଶର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି, ଯାହାର ଲାଭ ଭିନ୍ନ ଭିନ୍ନ ଲୋକଙ୍କୁ ମିଳୁଛି। ଯଦି ଆପଣ ନିଜର ଏକ ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଏଥିପାଇଁ ବର୍ତ୍ତମାନ ସରକାର ଏକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଆସନ୍ତୁ ଏହି ବିଷୟରେ ଜାଣିବା। ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଚାଲୁଛି। ଏହି ଯୋଜନା ମାଧ୍ୟମରେ ସରକାର ବିଜନେସ୍ ଆରମ୍ଭ କରିବା ଲାଗି ଋଣ ଦେଉଛନ୍ତି। କିପରି ଏହି ଯୋଜନାରେ ଆବେଦନ କରିବେ ଆସନ୍ତୁ ଜାଣିବା। ଏହି ଯୋଜନାରେ ସରକାର 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେଉଥିଲେ। ଏହାକୁ ବର୍ତ୍ତମାନ ବଢ଼ାଇ 20 ଲକ୍ଷ ଟଙ୍କା କରିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁଯାୟୀ ଭାରତ ସରକାର 3 ପ୍ରକାରର ଲୋନ୍ ଦେଉଛନ୍ତି, ଯେଉଁଥିରେ ଶିଶୁ ଶ୍ରେଣୀ, କିଶୋର ଶ୍ରେଣୀ ଏବଂ ତରୁଣ ଶ୍ରେଣୀ ସାମିଲ ରହିଛି। ଶିଶୁ ଶ୍ରେଣୀ ପାଇଁ 50,000 ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଇଥାଏ। ସେହିପରି କିଶୋର ଶ୍ରେଣୀରେ 50,000ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଇଥାଏ। ଏହା ବ୍ୟତୀତ ତରୁଣ କ୍ୟାଟେଗୋରୀ ଅନୁଯାୟୀ 5 ଲକ୍ଷରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳୁଥିଲା, କିନ୍ତୁ ବର୍ତ୍ତମାନ ତରୁଣ ବା ଯୁବ କ୍ୟାଟେଗୋରୀରେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଆବେଦନ କରିବା ପାଇଁ ଆପଣ ଅନଲାଇନ୍ ଏବଂ ଅଫଲାଇନ୍ରେ ଆପ୍ଲାଏ କରିପାରିବେ। ମୁଦ୍ରା ଯୋଜନାରେ ଅନଲାଇନ୍ ଆବେଦନ କରିବା ଲାଗି ଅଫିସିଆଲ ପୋର୍ଟାଲ ଯଥା www.udyamimitra.in କୁ ଯାଇ ଆବେଦନ କରିପାରିବେ। ସେହିପରି ଅଫଲାଇନ୍ ଆବେଦନ ପାଇଁ ନିଜ ନିକଟସ୍ଥ ବ୍ୟାଙ୍କ ବା ନନ୍ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ ବା MFIର କୌଣସି ବ୍ରାଞ୍ଚକୁ ଯାଇ ଆବେଦନ କରିପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।